ତ ନମସ୍କାର ଦର୍ଶକ ବନ୍ଧୁ, ଜୟ ଜଗନ୍ନାଥ। ଆଶା କରୁଛି ଆପଣ ମାନେ ଭଲରେ ଥିବେ। ତ ଦର୍ଶକ ବନ୍ଧୁ, ମୋ କହିବାର କାରଣ ଏହା କି ଯେ ଟିକେ ସପୋର୍ଟ କରନ୍ତୁ ମତେ, ଯାହାକି ଆପଣଙ୍କୁ ଭଲ ଭଲ ଖବର ଏମିତି ଦେଇ ଚାଲିବି। ତ ଡେରି ନକରି ଆରମ୍ଭ କରିବା ଆଜିର ଦମଦାର ନ୍ୟୁଜକୁ, ଯାହାକି ଆପଣଙ୍କ ମାନେ କେବେଠୁ ଅପେକ୍ଷା କରିଥିଲେ। ତ ଚାଲନ୍ତୁ ଆଜିର ଆରମ୍ଭ କରିବା ଆପଣ ମାନଙ୍କର ଦମଦାର ନ୍ୟୁଜ। ତ ଆରମ୍ଭ କରିବା ଆଗରୁ ମୁଁ ଆପଣଙ୍କୁ କହିଦେଉଛି କିଛି ଜବ୍ ବାହାରିଛି। ଯଦି ଆପଣ ଇଚ୍ଛୁକ ତାହେଲେ ଫର୍ମ ଆପ୍ଲାଏ ଆଜି ହିଁ କରନ୍ତୁ। ତ ମହିଳା ଓ ଶିଶୁ ବିକାଶ ବିଭାଗ, ଯାହାର ଇଂରାଜୀ ନାମର ହେଉଛି WCD ଓଡ଼ିଶା, ଏହି ନିଯୁକ୍ତି ମୁଖ୍ୟତଃ ବିଭିନ୍ନ ଜିଲ୍ଲାରେ ଅଙ୍ଗନୱାଡି କର୍ମୀ ଏବଂ ସହାୟିକା ପଦବୀ ପାଇଁ ପ୍ରକାଶ ପାଇଛି। ପଦବୀର ନାମ କ'ଣ ରହିଛି ନା ଅଙ୍ଗନୱାଡି କର୍ମୀ ଏବଂ ସହାୟିକା ହେଲ୍ପର। ତାଙ୍କର ମୋଟ ପଦବୀ କେତେ ପୋଷ୍ଟ ବାହାରିଛି ନା 200+। ଜିଲ୍ଲା ଅନୁଯାୟୀ ଭିନ୍ନ ଭିନ୍ନ। ତ ଶିକ୍ଷାଗତ ଯୋଗ୍ୟତା ଆପଣଙ୍କୁ କ'ଣ ରହିଥିବା ଦରକାର ନା 10ମ ପାସ୍ କରିଥିବା ଦରକାର କିମ୍ବା +2 ପାସ୍ କରିଥିବା ଦରକାର। ଆବେଦନର ଶେଷ ତାରିଖ 2 ରୁ 11 ମାର୍ଚ୍ଚ 2026। ତ ବିଭିନ୍ନ ବ୍ଲକ ପାଇଁ ଅଲଗା ଅଲଗା ତାରିଖ ରହିଛି। ତ ୱେବସାଇଟଟି ହେଉଛି wcd.odisha.government.in। ତ ଆପଣମାନଙ୍କୁ ମୁଁ ତଳେ ଲିଙ୍କ ଦେଇଦେବି, ଯାଇକି ସେଠି କ୍ଲିକ୍ କରିକି ଆପଣ ବି ଆବେଦନ କରିପାରିବେ, ନଚେତ୍ ପାଖରେ ଥିବା CSC ଜନସେବା କେନ୍ଦ୍ରକୁ ଯାଇ ଆବେଦନ କରିପାରିବେ। ତ ଚାଲନ୍ତୁ ଆରମ୍ଭ କରିବା ଦ୍ୱିତୀୟ ବଡ଼ ନ୍ୟୁଜକୁ, ଯାହାକି ଆପଣମାନେ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଏବଂ ଶୀଘ୍ର ହିଁ ଆବେଦନ କରି ଜବ୍ ଖଣ୍ଡେ ଆଜି ହିଁ ହାସଲ କରନ୍ତୁ। ତ କୋଇଲାର ମନ୍ତ୍ରାଳୟ ଅଧୀନରେ ଥିବା MCL ରେ ବଡ଼ ଧରଣର ନିଯୁକ୍ତି ସୂଚନା। କ'ଣ ଆପଣ ଶୁଣିପାରୁଛନ୍ତି କି? କୋଇଲା ମନ୍ତ୍ରାଳୟ ଅଧୀନରେ ଥିବା MCL ରେ ବଡ଼ ଧରଣର ନିଯୁକ୍ତି ସୂଚନା ଆସିଛି। ତ ପଦବୀର ନାମ ହେଉଛି ମାଇନିଂ ସିଦ୍ଧାର। ତ ସର୍ଭେୟର ଏବଂ ଅନ୍ୟାନ୍ୟ। ମୋଟ ପଦବୀ ସଂଖ୍ୟା ବାହାରିଛି ହେଉଛି 667ଟି। ତ ଶିକ୍ଷାଗତ ଯୋଗ୍ୟତା ଆପଣଙ୍କ କ'ଣ ରହିଥିବା ଦରକାର ନା ମାଟ୍ରିକ ସହ ମାଇନିଂ ସିଦ୍ଧାର ସାର୍ଟିଫିକେଟ କିମ୍ବା ଡିପ୍ଲୋମା ସାର୍ଟିଫିକେଟ ରହିଥିବା ଜରୁରୀ। ତ ଆବେଦନର ଶେଷ ତାରିଖ 6 ଏପ୍ରିଲ 2026। ତ ଆଜି ହିଁ ଯାଇକି ଆପଣ ରେଜିଷ୍ଟର କରନ୍ତୁ, ଆପ୍ଲାଏ କରନ୍ତୁ ଏବଂ ଜବ୍ ଖଣ୍ଡେ ପାଆନ୍ତୁ। ଡିପ୍ଲୋମା ପିଲାମାନେ ବହୁତ ପ୍ରକାର ଘୁରି ପୁରୁଛନ୍ତି, ଡିପ୍ଲୋମା କରିକି ଖଣ୍ଡେ ଚାକିରି ପାଉନାହାନ୍ତି। ତ ସେମାନଙ୍କ ପାଇଁ ଖୁସି ଖବର। ତ ଆଜି ହିଁ ଜଏନ୍ କରନ୍ତୁ ଏବଂ ଆପ୍ଲାଏ କରି ଖଣ୍ଡେ ଡିପ୍ଲୋମା ଦ୍ୱାରା ଚାକିରି ଖଣ୍ଡେ ପାଆନ୍ତୁ। ତ ୱେବସାଇଟ ହେଉଛି ମହାନଦୀ cohl.in। ତ ତାପରେ ଆପଣଙ୍କୁ ଦ୍ୱିତୀୟ ବଡ଼ ନ୍ୟୁଜ ରୁ କହିଦେଉଛି ଯେ ହିନ୍ଦୁସ୍ତାନ ପେଟ୍ରୋଲିୟମ ରୁ ଆସିଯାଇଛି ବଡ଼ ନିଯୁକ୍ତି। ତ HPCL ପକ୍ଷରୁ ଗ୍ରାଜୁଏଟ୍ ଆପ୍ରେଣ୍ଟିସ୍ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ପଦବୀର ନାମ ହେଉଛି ଗ୍ରାଜୁଏଟ୍ ଆପ୍ରେଣ୍ଟିସ୍। ମୋଟ ପଦବୀ କେତୋଟି ରହିଛି ନା 608ଟି ଭ୍ୟାକେନ୍ସି ରହିଛି। ଶିକ୍ଷାଗତ ଯୋଗ୍ୟତା ଆପଣଙ୍କର କ'ଣ ରହିଥିବା ଦରକାର ନା ଇଞ୍ଜିନିୟରିଂ ଡିଗ୍ରୀ ଯଥା BE ବା ବିଟେକ୍ କରିଥିବା ଆବଶ୍ୟକ। ବିଟେକ୍ରେ ବି କରିଥିଲେ ଖାଲି ହେବ ନାହିଁ, 60% ମାର୍କ ରହିଥିବା ଦରକାର। ତ ଆବେଦନର ଶେଷ ତାରିଖ 2 ମାର୍ଚ୍ଚ 2026। ୱେବସାଇଟ ହେଉଛି hindustanpetroleum.com। ତ ଆପଣ କ'ଣ କମ୍ପ୍ୟୁଟର ଶିଖିଛନ୍ତି, ଡିଜିଟାଲ ଇଣ୍ଡିଆରେ କାମ କରିବାକୁ ଚାହୁଁଛନ୍ତି? ତ ଆପଣଙ୍କ ପାଇଁ ସମ୍ପୂର୍ଣ୍ଣ ସୁଯୋଗ ମୁଁ ଆପଣଙ୍କୁ ବତାଇ ଦେଉଛି କେମିତି ଆବେଦନ କରିବେ, କେମିତି ଚାକିରି ଖଣ୍ଡିଏ ପାଇପାରିବେ। ତ ଡିଜିଟାଲ ଇଣ୍ଡିଆ, ଆପଣମାନେ ଶୁଣିଥିବେ ଡିଜିଟାଲ ଇଣ୍ଡିଆ DIC ଅଧୀନରେ କିଛି ବିଶେଷ ପଦବୀ ଆପଣ ପାଇପାରିବେ। ତ ପଦବୀର ରହିଛି ମୋଟ ପଦବୀ ସଂଖ୍ୟା ରହିଛି 2ଟି ଓଡ଼ିଶା ପ୍ରୋଜେକ୍ଟ ପାଇଁ। ତ ଏଥିରେ ଆପଣଙ୍କର କମ୍ ସଂଖ୍ୟକ ଅଛି। ଯଦି ଆପଣଙ୍କ ପୁରା ଏକ୍ସପିରିଏନ୍ସ ଅଛି ତ ଏଥିରେ ଆପଣ ଆପ୍ଲାଏ କରନ୍ତୁ। ଯୋଗ୍ୟତା ଆପଣ କ'ଣ ରହିଥିବା ଦରକାର ନା BE, ବିଟେକ୍, MBA କିମ୍ବା ସମ୍ପୃକ୍ତ କ୍ଷେତ୍ରରେ ଅଭିଜ୍ଞତା ରହିଥିବା ଦରକାର। ଆବେଦନର ଶେଷ ତାରିଖ ଆପଣଙ୍କର ରହିଛି 7 ମାର୍ଚ୍ଚ 2026। ୱେବସାଇଟ ହେଉଛି dic.government.in। ତ ଆପଣମାନଙ୍କ ପାଇଁ ଆପଣ କ'ଣ ପାଖରେ ଥିବା ବିଦ୍ୟାଳୟରେ କାମ କରିବାକୁ ଚାହୁଁଛନ୍ତି? ତ ଆପଣ ଯେଉଁ ବିଦ୍ୟାଳୟରେ ପାଠ ପଢ଼ିଛନ୍ତି ସେ ବିଦ୍ୟାଳୟ ବି କାମ କରିପାରିବେ। ଆପଣମାନଙ୍କୁ ବି ଇଚ୍ଛା ହେଉଥିବ ଯେ ମୁଁ ବି ଖଣ୍ଡେ ଶିକ୍ଷକ ହେଇଥାନ୍ତି, ମୁଁ ବି ଗୋଟେ ସ୍କୁଲରେ କାମ କରିଥାନ୍ତି। ତ ନେଇ ଆସିଛି ଆପଣଙ୍କ ମାନଙ୍କ ପାଇଁ ପୁରା ଦମଦାର ନ୍ୟୁଜ। ତ ଓଡ଼ିଶାର ବିଭିନ୍ନ ବ୍ଲକରେ ଥିବା ଆଦର୍ଶ ବିଦ୍ୟାଳୟରେ ଉଭୟ ଶିକ୍ଷକ ଏବଂ ଅଣଶିକ୍ଷକ ପଦବୀ ପାଇଁ ନିଯୁକ୍ତି ଚାଲିଛି। ତ ୱାର୍ଡେନ ମଧ୍ୟ ହେଇପାରିବେ, କୁକ୍ ମଧ୍ୟ ହେଇପାରିବେ, ଚୌକିଦାର, TGT ଶିକ୍ଷକ ମଧ୍ୟ ହେଇପାରିବେ। ତ ଯୋଗ୍ୟତା ଆପଣଙ୍କ କ'ଣ ରହିଥିବା ଦରକାର? ମାତ୍ର 10ମ ପାସ୍। 10ମ ପାସ୍ କଲେ ଆପଣ କୁକ୍ ବା ଚୌକିଦାର ରୁ ଆରମ୍ଭ କରି ଗ୍ରାଜୁଏସନ B.Ed ଶିକ୍ଷକ ମଧ୍ୟ ହେଇପାରିବେ। ତ ଆବେଦନର ଶେଷ ତାରିଖ 2 ରୁ 17 ମାର୍ଚ୍ଚ 2026। ଜିଲ୍ଲା ଅନୁଯାୟୀ ସବୁ ଅଲଗା ଅଲଗା ରହିଛି।
ତ ଆବେଦନ ପ୍ରକ୍ରିୟା ଅଧିକାଂଶ ପଦବୀ ପାଇଁ ସମ୍ପୃକ୍ତ ଜିଲ୍ଲାର ୱେବସାଇଟ୍ ଯଥା ମୟୂରଭଞ୍ଜ.nic, ଗଞ୍ଜାମ.nic.in ତ ଏଥିରେ ଯାଇକି ଆପଣ ଚେକ୍ କରିପାରନ୍ତି। ତ ଆପଣଙ୍କୁ ମୁଁ ଶେଷରେ ଏତିକି କହିବି ଯେ ଆବେଦନ ପୂର୍ବରୁ ସବୁବେଳେ ଅଫିସିଆଲ ନୋଟିଫିକେସନ ଭଲ ଭାବେ ପଢ଼ନ୍ତୁ। କୌଣସି ପ୍ରକାର ଭୁଲ ବା କୌଣସି ପ୍ରକାର ତ୍ରୁଟି ଥିଲେ ତାକୁ ସଠିକ ଭାବରେ ଫର୍ମ ଫିଲ୍ଅପ୍ କରି ଆବେଦନ କରନ୍ତୁ। ତା ଆପଣଙ୍କର ଜରୁରୀ କାଗଜପତ୍ର ସାଙ୍ଗରେ ନେଇଯାଆନ୍ତୁ। ଆଧାର କାର୍ଡ଼, ଶିକ୍ଷାଗତ ପ୍ରମାଣପତ୍ର, ଜାତିଗତ ପ୍ରମାଣପତ୍ର ଏବଂ ଫଟୋ ପ୍ରସ୍ତୁତ ଦେଖନ୍ତୁ ଏବଂ ଫଟୋ ଗୋଟେ ଆପଣଙ୍କ ନେଇଥିବା ଦରକାର। ତ ଆଶା କରୁଛି ଆପଣମାନଙ୍କୁ ଭିଡ଼ିଓ ଭଲ ଲାଗିଥିବ। ତ ଶେଷରେ ଏତିକି କହିବି, ଚ୍ୟାନେଲଟିକୁ ସବସ୍କ୍ରାଇବ କରନ୍ତୁ ଏବଂ ମୋତେ ଏମିତି ସପୋର୍ଟ କରିଥାନ୍ତୁ। ଆପଣମାନଙ୍କ ପାଇଁ ମୁଁ ଡେଲି ଏମିତି ଅପଡେଟ୍ ନେଇ ଆସିବି। ତ ଏତିକି କହି ରହୁଛି। ଜୟ ଜଗନ୍ନାଥ।